ଅଷ୍ଟମ ଅଧ୍ୟାୟର ପ୍ରଥମ ପଦ ମୁଁ ବୁଝିବା ପାଇଁ ଚେଷ୍ଟା କରୁଥିଲି ଯେ ଏହି ସମସ୍ତ ଲୋକ କିଏ, ଯେଉଁମାନେ ଏକ ବ୍ୟକ୍ତି ତୁଲ୍ୟ ଜଳଦ୍ୱାର ସମ୍ମୁଖସ୍ଥ ଛକରେ ଏକତ୍ରିତ ହେଲେ। ତାହା ବୁଝିବା ପାଇଁ ମୁଁ ଟିକେ ପଛକୁ ଗଲି ଆଉ ସପ୍ତମ ଅଧ୍ୟାୟର 66 ପଦ ଯେତେବେଳେ ଆମେ ପଢୁ, 7th chapter 66th verse, ଆଉ ସେଠି ଲେଖା ଯାଇଛି, the whole assembly together was 42,360. ଆଉ ଏକତ୍ରୀକୃତ ସମସ୍ତ ସମାଜ 42,360 ଜଣ। ଏହା ଛଡା ସେମାନଙ୍କର ଦାସଦାସୀ 7,337 ଜଣ ଥିଲେ। ନେହେମିଆ ପୁସ୍ତକ ତାପରେ ଅଛନ୍ତି ଗାୟକ ମାନେ, ଗାୟିକୀ ମାନେ, ତାପରେ ଘୋଡା ଏବଂ ଓଟ ଆଉ ଗଧ, ଏସବୁ ବିଷୟ ଆମେ ପଢି ପାରୁଛୁ। କିନ୍ତୁ ପ୍ରଥମେ ଆମେ ଯେତେବେଳେ ଦେଖୁଛୁ chapter 7 and verse 66, the whole assembly together was 42,360. ଆଶ୍ଚର୍ଯ୍ୟ ଲାଗୁଛି ଯେ ପରମେଶ୍ୱରଙ୍କ ବାକ୍ୟରେ ଅନେକ ଥର ଏହି ପ୍ରକାର ଗଣିତକୁ ଆମେ ପାଇଥାଉ। ମୁଁ ଭାବୁଥିଲି ଏଇଟା କଣ ପାଇଁ ପରମେଶ୍ୱରଙ୍କ ପବିତ୍ର ଆତ୍ମା ଚାଳନା ଦେଇଥିବେ ଆଉ ଏଜ୍ରାଙ୍କୁ, ନେହେମିୟାଙ୍କୁ ଏ ବିଷୟ ଉଲ୍ଲେଖ କରିବା ପାଇଁ। ଏହି ଅଷ୍ଟମ ଅଧ୍ୟାୟରେ ମୁଁ ଆପଣମାନଙ୍କୁ ଯେଉଁ ବିଷୟ ଦେଖାଇବା ପାଇଁ ଯାଉଛି ଆଜି, ଯେଉଁ ବିଷୟ ଆଜି ଆମେ ବାକ୍ୟରୁ ବୁଝିବା ପାଇଁ ଯାଉଛୁ, ତାହା ହେଉଛି ଦ ବୁକ୍ ଅଫ୍ ଦ ଲ। ଆଉ ସେଇଟା ହିଁ ଆମେ ଦେଖିପାରୁଛୁ ଅଷ୍ଟମ ଅଧ୍ୟାୟର ପ୍ରଥମ ପଦରେ। ଆଉ ସଦାପ୍ରଭୁ ଇସ୍ରାଏଲକୁ ମୋଶାଙ୍କର ଯେଉଁ ବ୍ୟବସ୍ଥା ପୁସ୍ତକ ଆଜ୍ଞା କରିଥିଲେ ତାହା ଆଣିବା ପାଇଁ ସେମାନେ ଏଜ୍ରା ଅଧ୍ୟାପକଙ୍କୁ କହିଲେ। These 42,360 people, ଏହି 42,360 ଜଣ, ଏମାନେ ଏଜ୍ରାଙ୍କୁ କହୁଛନ୍ତି ଯେ ତୁମେ ପରମେଶ୍ୱରଙ୍କର ସେଇ ମୋଶାଙ୍କୁ ଦିଆଯାଇଥିବା ସେଇ ବ୍ୟବସ୍ଥା ପୁସ୍ତକକୁ ଆଣି ଆମମାନଙ୍କ ନିକଟକୁ ଆଣନ୍ତୁ। ତ ଏଠି ପ୍ରଥମରେ ମୁଁ ଦେଖିପାରୁଛି ଯେ ଲୋକ ସେମାନେ ଏହି ପ୍ରକାର ଗୋଟେ ଛକରେ ଠିଆ ହେଇଛନ୍ତି, ଯେଉଁ ଛକର ନାଁ ହେଉଛି ୱାଟର ଗେଟ୍। ଆଜି ଯେକୌଣସି ଡାକ୍ତରଙ୍କ ପାଖକୁ ଯେକୌଣସି ଚିକିତ୍ସା ପାଇଁ ଯାଆନ୍ତୁ, ସେମାନେ ପଚାରନ୍ତି, ଆଜ୍ଞା ଆପଣ ପାଣି ପିଉଛନ୍ତି ତ? ଠିକରେ ପାଣି ପିଉଛନ୍ତି ତ? ପ୍ରତ୍ୟେକ ବିଷୟ, ଜଣ୍ଡିସ୍ ହେଇପାରେ, ଇଣ୍ଡାଇଜେସନ ହେଇପାରେ, ମୁଣ୍ଡ ବଥା ହେଇପାରେ, କୌଣସି ପ୍ରକାର ଏହି ପ୍ରକାର ଗୋଟେ ପରିସ୍ଥିତି ମନୁଷ୍ୟ ଜୀବନରେ ନାହିଁ ଯେଉଁ ସମୟରେ କି ଲୋକମାନେ କହିପାରିବେ ଯେ ବିନା ପାଣିରେ ମୁଁ ବଞ୍ଚିପାରିବି। ଆଉ ସେଇ ଜଳ ଦ୍ୱାର ନିକଟରେ ଲୋକମାନେ ଏକତ୍ର ହେଲେ, କିନ୍ତୁ ଲୋକମାନେ ଯେଉଁ ଏକତ୍ର ହେଇଥିଲେ ସେମାନଙ୍କର ସଂଖ୍ୟା ହେଉଛି 42,360। ଆଉ ଅଛି ପୃଥିବୀରେ ବିରାଟ ବିରାଟ ମଣ୍ଡଳୀ ଗୁଡ଼ିକ ଅଛି, କିନ୍ତୁ ଏହି ପ୍ରକାର ଗୋଟେ ମଣ୍ଡଳୀ ଯୋଉଠି 42,360 ଲୋକ ଏକ ତୃଷାର ସହିତ ପରମେଶ୍ୱରଙ୍କ ଦାସମାନଙ୍କୁ କହିବେ ଯେ ଆପଣ ସଦାପ୍ରଭୁ ଇସ୍ରାଏଲକୁ ଯେଉଁ ମୋଶାଙ୍କର ବ୍ୟବସ୍ଥା ପୁସ୍ତକ ଦେଇଥିଲେ ସେଇ ବିଷୟ ଆମମାନଙ୍କୁ ବୁଝାନ୍ତୁ, ଆମମାନଙ୍କୁ ଶିଖାନ୍ତୁ। ତ ପ୍ରିୟମାନେ, ମୁଁ ଏହି ପ୍ରଥମ ବିଷୟରେ ଆପଣମାନଙ୍କୁ ଏହା କହିବା ପାଇଁ ଚାହେଁ ଯେ ସଦାପ୍ରଭୁଙ୍କର ବ୍ୟବସ୍ଥା ପୁସ୍ତକ ଜଳଦ୍ୱାର ନିକଟରେ ସମସ୍ତେ ଏକ ବ୍ୟକ୍ତି ତୁଲ୍ୟ। ପ୍ରଥମେ ଆମେ ସେଟା ପଢୁଛୁ, ପୁଣି ସମସ୍ତ ଲୋକ ଏକ ବ୍ୟକ୍ତି ତୁଲ୍ୟ। Everyone had one desire and one diet. ଆଜିକାଲି ବହୁତ ଡାଏଟ୍ କଣ୍ଟ୍ରୋଲ ବିଷୟ ଗୁଡ଼ିକ କୁହାଯାଏ, କିନ୍ତୁ ସର୍ବଶ୍ରେଷ୍ଠ ଡାଏଟ୍ ଆମେ ଏଠି ଦେଖିପାରୁଛୁ। ଦ ଡାଏଟ୍ ୱାଜ ଗଡ୍ସ ବୁକ୍ ଅଫ୍ ଦ ଲ, ଗଡ୍ସ ୱାର୍ଡ। ଇସ୍ରାଏଲରେ ଥିବା ସମସ୍ତ ଲୋକ ଯେଉଁମାନେ ଉଦ୍ଦୀପିତ, ଯେଉଁମାନଙ୍କ ଜୀବନରେ ଉଦ୍ଦୀପନା ଆସିଛି,
ସେମାନଙ୍କ ବିଷୟରେ ଉଲ୍ଲେଖ କରାଯାଉଛି, ଯେଉଁମାନେ ଅପେକ୍ଷାରେ ଥିଲେ ଯେ ସଦାପ୍ରଭୁଙ୍କ ବ୍ୟବସ୍ଥା ବାକ୍ୟ ଆମେ ବୁଝିବା, ଆମେ ଜାଣିବା, ଆମେ ଶିଖିବା। ତ ପ୍ରଥମେ ଆମମାନଙ୍କୁ ଆବଶ୍ୟକ ହେଉଛି ଏକ ମନ, ଏକ ବ୍ୟକ୍ତି ତୁଲ୍ୟ। ଅନେକ ଥର ଆମମାନଙ୍କ ମଧ୍ୟରେ ଥିବା ମନମାଳିନତା, ଆମମାନଙ୍କ ମଧ୍ୟରେ ଥିବା ବିଭାଜିତ ବା ବିଭାଜନ ହେଇଥିବା ମନ, ଏସବୁ ଆମମାନଙ୍କୁ ପରମେଶ୍ୱରଙ୍କ ବାକ୍ୟ ଠାରୁ ଦୂରକୁ ନେଇଯାଇଥାଏ। କିନ୍ତୁ ଆମେ ଯଦି ଦେଖୁଛୁ ପରମେଶ୍ୱରଙ୍କ ବାକ୍ୟରେ ଆମେ ସ୍ପଷ୍ଟ ଭାବରେ ପଢିପାରୁଛୁ ଯେ ଏକ ବ୍ୟକ୍ତି ତୁଲ୍ୟ ବାକ୍ୟ ଧ୍ୟାନ କରିବା ନିମନ୍ତେ ଆମମାନଙ୍କୁ ପ୍ରଭୁ ମନ ଦିଅନ୍ତୁ। ହେଇପାରେ ଆମେ 42,360 ନାଉ ଅନେକ ଆମମାନଙ୍କ ମଧ୍ୟରେ ପ୍ରଭୁଙ୍କ ଦାସ ମାନେ ଅଛୁ, ଯେଉଁମାନେ ବାକ୍ୟ ପ୍ରଚାର କରୁଛୁ, କିନ୍ତୁ ପରମେଶ୍ୱରଙ୍କ ଦାସ ଭାବରେ ମଧ୍ୟ କି ଗୋଟେ ପରିବାରର ପରିଚାଳକ ଭାବରେ ମଧ୍ୟ ଆମମାନଙ୍କର ଏହି ମନ ଥାଉ ଯେ ଆମେ ସେ ଏକତାକୁ ଆମେ ଆଣିବା, ମଣ୍ଡଳୀ ଭିତରେ ଆଣିବା, ଅନଲାଇନରେ ଆଣିବା, ଅଫଲାଇନରେ ମଧ୍ୟ ଆଣିବା। ଆଜି ଅନେକ ସଂସ୍ଥା ଅଛନ୍ତି ପୃଥିବୀରେ ଯେଉଁମାନେ ଧାର୍ମିକ ନାହାନ୍ତି କିନ୍ତୁ ସେମାନେ ଏକ ଅଟନ୍ତି। ଅନେକ ଅର୍ଗାନାଇଜେସନ୍ସ ଅଛନ୍ତି, ଦେ ହାଭ୍ ୱାନ୍ ଗୋଲ୍, କିନ୍ତୁ ପରମେଶ୍ୱରଙ୍କର ଲୋକମାନେ, ପ୍ରଭୁଙ୍କ ଲୋକମାନଙ୍କ ମଧ୍ୟରେ ସେଇ ଏକ ମନ ନାହିଁ। ଆଉ ଯଦି ଏକ ମନ ଅଛି, ଏକ ବ୍ୟକ୍ତି ତୁଲ୍ୟ ଆମେ ଯଦି ଆମର ଏକତାକୁ ସୂଚାଉ, ଆମମାନେ ଆମଙ୍କର ଏକତାକୁ ଦେଖାଉ, କୌଣସି ପଲିଟିକ୍ସ ନିମନ୍ତେ ନୁହେଁ କି କୌଣସି ଆମମାନଙ୍କର ଏକତା କୌଣସି ଯୁଦ୍ଧ ନିମନ୍ତେ ନୁହେଁ, କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ନିମନ୍ତେ ଆମେ ସେ ଏକତାକୁ ଆମେ ଉଲ୍ଲେଖ କରିପାରିବା। ଲୋକେ କହିପାରିବେ କି ଯେ ପରମେଶ୍ୱରଙ୍କ ଲୋକମାନଙ୍କର ଏକତା ଦେଖ, ଏକ ବ୍ୟକ୍ତି ତୁଲ୍ୟ ସେମାନେ ପରମେଶ୍ୱରଙ୍କ ବାକ୍ୟକୁ ଧ୍ୟାନ କରୁଛନ୍ତି। That kind of unity heaven is looking for. ଆଜି ସ୍ୱର୍ଗ ସେଇ ପ୍ରକାର ଗୋଟେ ଏକତାକୁ ଚାହିଁ ରହିଅଛି। ଆପଣମାନେ ଯେତେବେଳେ ପ୍ରକାଶିତ ପୁସ୍ତକକୁ ଯିବେ, ସେଠି ସାରା ପୃଥିବୀର ପ୍ରତ୍ୟେକ ଜିଭା ଏବଂ ପ୍ରତ୍ୟେକ ଆଣ୍ଠୁ ଭାଙ୍ଗିବ। ପ୍ରତ୍ୟେକ, not a single is left there. ପ୍ରତ୍ୟେକ ଲୋକଙ୍କର ଜିଭା ଏବଂ ଆଣ୍ଠୁ, ଜିଭା ସ୍ୱୀକାର କରିବ ଏବଂ ଆଣ୍ଠୁ ଭାଙ୍ଗିବ। ଆସନ୍ତୁ ଦ୍ୱିତୀୟ ବିଷୟକୁ ଯିବା। ଆମେ ଦ୍ୱିତୀୟ ବିଷୟ ଯେତେବେଳେ ଦେଖୁଛୁ 3 ପଦରେ, ଆମେ ସେଠି ଦେଖିପାରୁଛୁ 3 ପଦର ଦ୍ୱିତୀୟ ଭାଗରେ, 3 ପଦର ଦ୍ୱିତୀୟ ଭାଗ, and the ears of all the people were attentive to the book of the law. ଆଉ ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା ପୁସ୍ତକ ପ୍ରତି ନିବିଷ୍ଟ ରହିଲା। ଆଉ ଥରେ ବ୍ୟବସ୍ଥା ପୁସ୍ତକ, ପ୍ରଥମେ ଦେଖିଲୁ ବ୍ୟବସ୍ଥା ପୁସ୍ତକ, ଆଉ ବ୍ୟବସ୍ଥା ପୁସ୍ତକ ଯେତେବେଳେ ପଢା ଯାଉଥିଲା ସେତେବେଳେ ଲୋକମାନେ ଏକ ହେଇକି ରହିଥିଲେ। ଏଠି ଆମେ ଦେଖିପାରୁଛୁ ବ୍ୟବସ୍ଥା ପୁସ୍ତକ, ଆଉ ସେଇ ବ୍ୟବସ୍ଥା ପୁସ୍ତକ ଯେତେବେଳେ ଅଣାଯାଇଅଛି, ଆଉ ଯେତେବେଳେ ପରମେଶ୍ୱରଙ୍କର ଦାସ ଏଜ୍ରା ପଢିବା ପାଇଁ ଆରମ୍ଭ କରୁଛନ୍ତି, ସେତେବେଳେ ଆମେ ଦେଖିପାରୁଛୁ ଯେ ସମସ୍ତ ଲୋକଙ୍କର କର୍ଣ୍ଣ ସେହି ବ୍ୟବସ୍ଥା ପୁସ୍ତକ ପ୍ରତି ନିବିଷ୍ଟ ରହିଲା। ଆମେ ଯେତେବେଳେ ପ୍ରକାଶିତ ପୁସ୍ତକରେ ପଢୁ ଏବଂ ଶୁଣୁ, ଯାହାର କର୍ଣ୍ଣ ଅଛି ସେ ଶୁଣୁ, ବାକ୍ୟରେ ଲେଖା ଅଛି, let everyone who has an ear let him listen. ଏହା ମାନେ ନାହିଁ ଯେ ସମସ୍ତଙ୍କର କର୍ଣ୍ଣ ଥିବା ସମସ୍ତେ ଶୁଣନ୍ତି। ଆଜିକାଲି ଲୋକେ କେମିତି ଶୁଣୁଛନ୍ତି ମୁଁ ମଧ୍ୟ ବୁଝିବା ପାଇଁ ମତେ ବେଳେବେଳେ କଷ୍ଟ ଲାଗେ। ଲୋକ ହେଡଫୋନରେ କଥା ହୁଅନ୍ତି, ଗାଡି ଚଲାନ୍ତି, ପିଲାମାନେ ହେଡଫୋନ ଲଗେଇକି ଗୀତ ଶୁଣନ୍ତି, ପାଠ ପଢନ୍ତି। ଅନେକ ଲିଡର୍ସ ମାନେ ଅଛନ୍ତି ଯେଉଁମାନେ ହେଡଫୋନରେ ତାଙ୍କ ଅଫିସର ଲିଡର ମାନଙ୍କର ସହିତ କଥା ହୁଅନ୍ତି, ଆଉ ସେଇ ସମୟରେ ଷ୍ଟାଫ ମାନଙ୍କୁ ମଧ୍ୟ ଇନଷ୍ଟ୍ରକ୍ସନ ଦିଅନ୍ତି, 2ଟା କାମ ଗୋଟେ ସାଙ୍ଗରେ କରନ୍ତି।
ମୁଁ ଏଥିପାଇଁ ଏହା କହିବା ପାଇଁ ଚାହୁଁଛି ଯେ ଯେତେ ଜଣଙ୍କର କର୍ଣ୍ଣ ଅଛି ସମସ୍ତେ ଶୁଣନ୍ତି ନାହିଁ। ହିୟରିଂ ଇଜ ଡିଫରେଣ୍ଟ ଆଣ୍ଡ ଲିସନିଂ ଇଜ ଡିଫରେଣ୍ଟ। ଆଇ ଏମ୍ ହିୟରିଂ ମେନି ସାଉଣ୍ଡ। ଆମେ ସକାଳେ ଉଠୁ ଉଠୁ ଏଇ 4ଟା ଏବଂ 5ଟା ମଧ୍ୟରେ ଅନେକ ଆଉ ଶବ୍ଦ ଶୁଣିଥାଉ। କୁକୁଡ଼ାର ଶବ୍ଦ, ଚଢ଼େଇର ଶବ୍ଦ, କ୍ଷୀରବାଲା ପେପରବାଲାର ଶବ୍ଦ ଆମେ ଶୁଣିଥାଉ। କିନ୍ତୁ କର୍ଣ୍ଣ ନିବିଷ୍ଟ ରହିବା, ବ୍ୟବସ୍ଥା ପୁସ୍ତକ ପ୍ରତି କର୍ଣ୍ଣ ନିବିଷ୍ଟ ରହିବା, this is listening, this is not hearing. They were very much attentive. ଲୋକମାନେ ବହୁତ ଅତ୍ୟନ୍ତ ଜାଗ୍ରତ ସହିତ ସେମାନେ ଶୁଣୁଥିଲେ। ଆଜିକାଲିର ଏଇ ଆଧୁନିକ ଜଗତରେ ଆଉ ଅନେକ ବ୍ୟତିବ୍ୟସ୍ତତା ମଧ୍ୟରେ ଆମେ ଚେଷ୍ଟା କରିବା ଯେ ଆମମାନଙ୍କର କର୍ଣ୍ଣକୁ ପରମେଶ୍ୱର ଆଡ଼କୁ ଦେବା। ପ୍ରକାଶିତରେ ପ୍ରଭୁଙ୍କର ସେ ବାଣୀରେ ସେ ରୋବ ଆମେ ଦେଖିପାରୁଛୁ। ଆଉ ପ୍ରଭୁ ଜାଣିଛନ୍ତି ଯେ ଶେଷ ଦିନ ମାନଙ୍କର ପୁସ୍ତକ ହଉଛି ପ୍ରକାଶିତ ପୁସ୍ତକ। ଆଉ ଶେଷ ଦିନ ମାନଙ୍କରେ ସେ ଯେଉଁ ଇଚ୍ଛା କରୁଛନ୍ତି, ଯେଉଁ ବାଞ୍ଛା କରୁଛନ୍ତି, ତାହା ହଉଛି ଯେ ଯାହାର କର୍ଣ୍ଣ ଅଛି ସେ ଶୁଣୁ। ତା ମାନେ ଏମିତି ଦିନ ଆସିବ, ଶେଷ ଦିନ ଆସିବ ଯେ ଲୋକମାନଙ୍କର କର୍ଣ୍ଣ ଥିବ କିନ୍ତୁ ସେମାନେ ଶୁଣୁ ନଥିବେ। ଆଉ ଯଦି ଅଧିକ ଧ୍ୟାନ କରିବା ଆମେ ଜାଣିପାରିଛୁ, ଆମେ ସମସ୍ତେ ଜାଣୁ ଯେ ବିଶ୍ୱାସ ଶ୍ରବଣ ଦ୍ୱାରା ଜାତ ହୋଇଥାଏ, ଶୁଣିବା ଦ୍ୱାରା। ପ୍ରପର ଅଣ୍ଡରଷ୍ଟାଣ୍ଡିଂ ୱିଲ୍ କମ୍ ଓନ୍ଲି when we listen properly। ଆମେ ଯଦି ଭଲରେ ଶୁଣିପାରିବୁ ତାହେଲେ ହିଁ ଭଲରେ ଆମେ ବୁଝିପାରିବୁ। ତ ଶୁଣିବା ପାଇଁ ସେ ପ୍ରକାର ଜାଗ୍ରତ ଆମେ ହଉଛୁ କି? ହଁ, ଆମେ ଅନେକ ବିଷୟ ଶୁଣିଥାଉ। ଅନେକ ବିଷୟ ଶୁଣିବା ପାଇଁ ଆମେ ନିବିଷ୍ଟ ମଧ୍ୟ ରହୁ। କିନ୍ତୁ ପରମେଶ୍ୱରଙ୍କର ବାକ୍ୟ ଶୁଣିବା ନିମନ୍ତେ ଆମେ ସେଇ ପ୍ରକାର ଜାଗ୍ରତ, ସେଇ ପ୍ରକାର ଆମମାନଙ୍କର କେୟାରଫୁଲନେସ୍, can we find such thing in our life? ଆଗକୁ ବଢିବା। 5 ପଦରେ ବହୁତ ସୁନ୍ଦର ଭାବରେ ଗୋଟେ ବିଷୟ ଲେଖା ଅଛି, ତାହା ମଧ୍ୟ ଦ୍ୱିତୀୟ ଭାଗରେ ହିଁ ଲେଖା ଅଛି। Ezra opened the book in the sight of all the people, for he was above all the people। ଆମେ ଦେଖିପାରୁଛୁ 4 ପଦରେ ଯେ ଏସ୍ରା ସେ ଗୋଟେ ଉଚ୍ଚ ଆଉ ଏସ୍ରା ଅଧ୍ୟାପକ ସେହି କାର୍ଯ୍ୟ ନିମନ୍ତେ ନିର୍ମିତ କାଷ୍ଟମୟ ମଞ୍ଚ ଗୋଟେ କାଠ ଉପରେ ସେ ଠିଆ ହେଲେ, ଉଡେନ୍ ପ୍ଲାଟଫର୍ମ। ଆଉ ଶେଷରେ ଆମେ ଯଦି ଦେଖିବା 5 ପଦର ଦ୍ୱିତୀୟ ଭାଗରେ, ପୁଣି ସେଇ ପୁସ୍ତକ ଫିଟାନ୍ତେ ସମସ୍ତ ଲୋକ ଠିଆ ହେଲେ। ଆଉ ଥରେ ବ୍ୟବସ୍ଥା ପୁସ୍ତକ। ଏଇ ତୃତୀୟ ବିଷୟରେ ମୁଁ ଏହା କହିବା ପାଇଁ ଚାହୁଁଛି, ସେଇ ବ୍ୟବସ୍ଥା ପୁସ୍ତକ ଫିଟାନ୍ତେ ସମସ୍ତ ଲୋକ ଠିଆ ହେଲେ। ୟୁଜୁଆଲି ମୁଁ ଦେଖିଛି ଯେ କେତେଟା ଆଙ୍ଗ୍ଲିକାନ ଚର୍ଚେସ୍ ଗୁଡ଼ିକୁ ଆମେ ଯେତେବେଳେ ପାଶ୍ଚାତ୍ୟ ପୁରାତନ ମଣ୍ଡଳୀ ଗୁଡ଼ିକୁ ଆମେ ଯାଉ, ସେତେବେଳେ ସଦାପ୍ରଭୁଙ୍କ ଦାସ ଯେତେବେଳେ ପ୍ରବେଶ କରନ୍ତି ମଣ୍ଡଳୀ ଭିତରକୁ, ମଣ୍ଡଳୀ ଠିଆ ହୁଅନ୍ତି। ଆଉ ଆଜି ପ୍ରତ୍ୟେକ ମଣ୍ଡଳୀରେ ଯେତେବେଳେ ସେମାନେ ପରମେଶ୍ୱରଙ୍କ ସାନ୍ନିଧ୍ୟରେ ଚାନ୍ଦା ଦିଅନ୍ତି, ସେତେବେଳେ ଠିଆ ହୁଅନ୍ତି। ଆଉ ମଧ୍ୟ ଆମେ ଦେଖିଛୁ ଯେ ଯେତେବେଳେ ବିବାହ କାର୍ଯ୍ୟକ୍ରମକୁ ଆମେ ଦେଖୁ, ବର ମଣ୍ଡଳୀ ଭିତରେ ବସନ୍ତି, ଯେତେବେଳେ କନ୍ୟା ପ୍ରବେଶ କରନ୍ତି ସେତେବେଳେ ସାରା ମଣ୍ଡଳୀ ଠିଆ ହୁଅନ୍ତି। ଏମିତି ଅନେକ ବିଷୟ ଅଛି ଯେତେବେଳେ ମଣ୍ଡଳୀ ଠିଆ ହୁଅନ୍ତି। ଆଉ ସବୁଠାରୁ ପ୍ରାମୁଖ୍ୟ ବିଷୟ ହଉଛି, ଗୋଟେ ମିଟିଂ ଚାଲିଛି, ସେଟା ମହାସଭା। ଆଉ ମହାସଭାରେ ବାକ୍ୟ ଚାଲିଛି, କିନ୍ତୁ ଯେତେବେଳେ ଜଣେ MLA କି MP ଆସନ୍ତି, ଜଣେ ପଲିଟିକାଲ ଲିଡର ଆସନ୍ତି, ସେତେବେଳେ ପାଳକ ଆଜ୍ଞା ବାକ୍ୟ ବନ୍ଦ କରିଦିଅନ୍ତି ଆଉ ପୁରା ଷ୍ଟାଡିୟମରେ ଲୋକମାନେ ଠିଆ ହେଇ ପଡନ୍ତି। କାହିଁକି? ସହରର MLA ବା MP ଆଜ୍ଞା ଆସୁଛନ୍ତି। ଠିକ ଅଛି, ଏସବୁ ସାମାଜିକ ବିଷୟ ଗୁଡ଼ିକ, କିନ୍ତୁ ବାକ୍ୟରେ ଆମେ ଯେତେବେଳେ ଦେଖୁଛୁ, ଏସ୍ରା ଯେତେବେଳେ
ସଦାପ୍ରଭୁଙ୍କର ସେଇ ଧର୍ମ ପୁସ୍ତକ, ସେଇ ଜୀବନ୍ତ ପୁସ୍ତକ, ସେ ଫିଟାନ୍ତେ ସମସ୍ତ ଲୋକ ଠିଆ ହେଲେ। What kind of sight this would be? এই ପ୍ରକାର ଗୋଟେ ଦୃଶ୍ୟ ମୁଁ ଭାବୁଛି ଆଜି ପର୍ଯ୍ୟନ୍ତ ମୋ ବିଶ୍ୱାସ ଜୀବନରେ ମୁଁ ଦେଖିନି। ଯେତେବେଳେ ମଣ୍ଡଳୀ ଭିତରେ ସଦାପ୍ରଭୁଙ୍କର ବାଇବଲ, ସଦାପ୍ରଭୁଙ୍କର ଧର୍ମ ପୁସ୍ତକ ଖୋଲାଗଲା, ଆଉ ଏଜ୍ରା କାହାକୁ ଏଠି ଆନାଉନ୍ସମେଣ୍ଟ କରିନାହାନ୍ତି ମାଇକରେ ଯେ ପ୍ରିୟ ଭାଇ ଭଉଣୀ ମାନେ, ପ୍ରିୟ ମଣ୍ଡଳୀ, ଆପଣ ଅଛନ୍ତି 42,360 ଲୋକ, ଦୟାକରି ହଁ ରିଟାୟାର୍ଡ ଲୋକମାନେ ବସିପାରିବେ, ଆଉ ଯୁବକ ଯୁବତୀ ମାନେ ଦୟାକରି ଠିଆ ହେଇଯାଉ। ଏ ପ୍ରକାର କୌଣସି ଆନାଉନ୍ସମେଣ୍ଟ ହେଇନି, କିନ୍ତୁ ଧର୍ମ ପୁସ୍ତକ ଯେତେବେଳେ ଖୋଲାଗଲା ଲୋକ ଠିଆ ହେଲେ। What kind of reverence is this? କି ପ୍ରକାର ଗୋଟେ ଗୌରବ ସଦାପ୍ରଭୁଙ୍କ ବାକ୍ୟ ନିମନ୍ତେ। ହଁ ଏଇଟା ଗୋଟେ ବାହିକ, ଦିସ୍ ଇଜ ଏ ଆଉଟୱାର୍ଡ ଏକ୍ସପ୍ରେସନ, ଏଟା ବାହିକ ଭାବେ ଲୋକ କରିଛନ୍ତି, କିନ୍ତୁ ସେଇ ଗୌରବ, ସେଇ ମହିମା, ସେଇ ସମ୍ଭ୍ରମ, ସେଇ ଆରାଧନା ପ୍ରଭୁଙ୍କର ବାକ୍ୟକୁ ଦିଆଯାଉଛି କି? Is this done today? ଏହା ପ୍ରତି ଆମେ ଯତ୍ନଶୀଳ ଅଛୁ କି? ମୁଁ କହୁନି ଆପଣମାନଙ୍କ ମଣ୍ଡଳୀ ମାନଙ୍କ ଭିତରେ ଗୋଟେ ନୂଆ ନିୟମ ଗୋଟେ ଆଣନ୍ତୁ, but I am just reminding the reverence they gave to God's word. Already ଏଜ୍ରା ଠିଆ ଅଛନ୍ତି, ସକାଳୁ ଠିଆ ହେଇଛନ୍ତି, ସେ ବାକ୍ୟ ଠିଆ ହେଇକି ହିଁ ପଢୁଛନ୍ତି, କିନ୍ତୁ ଯେତେବେଳେ ସଦାପ୍ରଭୁଙ୍କ ପୁସ୍ତକ ଖୋଲା ଯାଉଛି ଲୋକ ଠିଆ ହଉଛନ୍ତି। ଷ୍ଟାଣ୍ଡିଂ ଓଭେସନ, ଷ୍ଟାଣ୍ଡିଂ ଓଭେସନ। ପ୍ରଭୁଙ୍କ ମହାନାମର ଧନ୍ୟବାଦ ହଉ। ଆମେ ସେଇ ପ୍ରକାର ଗୋଟେ ଗୌରବ ମହିମା ପରମେଶ୍ୱରଙ୍କ ବାକ୍ୟକୁ ଦେବା। ମୁଁ ଦେଖିଛି ଅନେକ ପ୍ରଭୁଙ୍କ ଦାସ ମାନଙ୍କୁ, ମୁଁ କହୁନି ମୁଁ ମୋର ସେଇ ପ୍ରକାର ଅଭ୍ୟାସ ଅଛି କହିକି, କିନ୍ତୁ ଯେତେବେଳେ ପ୍ରଭୁ ସୁଯୋଗ ଦିଅନ୍ତି ମୁଁ ଏହା କରିଥାଏ। ଆମେ କରିବା ମଧ୍ୟ ଉଚିତ। ଯେତେ ଦିନ ପର୍ଯ୍ୟନ୍ତ ଆମର ବଳ ଅଛି, ଶକ୍ତି ଅଛି, ଚେଷ୍ଟା କରିବା ଯେ ଆମେ ଆଣ୍ଠୁରେ ବାଇବଲ ପଢିବା। ଅଛନ୍ତି ପରମେଶ୍ୱରଙ୍କ ଅନେକ ଦାସ ମାନେ ଯୋଉମାନେ ସଦା ସର୍ବଦା ପରମେଶ୍ୱରଙ୍କ ବାକ୍ୟ ଆଣ୍ଠୁରେ ପଢନ୍ତି। ବେଳେବେଳେ କୌଣସି ପୃଷ୍ଠା ଯଦି ମତେ ବୁଝା ପଡେ ନାହିଁ, ଡିକ୍ସନାରୀ ଖୋଜେ, କମେଣ୍ଟ୍ରି ଖୋଜେ, ବ୍ୟାକଗ୍ରାଉଣ୍ଡ ମଧ୍ୟ ବୁଝିବା ପାଇଁ ଚେଷ୍ଟା କରେ, ଆଉ ଗୋଟିଏ ହିଁ ବାଟ ମୋ ସାମ୍ନାରେ ଥାଏ ଯେ ପ୍ରଭୁ ତୁମ ଛାମୁରେ ମୁଁ ଆଣ୍ଠୁ ପାତୁଛି, ଦୟାକରି ମତେ এই ବିଷୟ ବୁଝାଇ ଦିଅ। ପ୍ରଭୁ ଆଶ୍ଚର୍ଯ୍ୟ ରୀତିରେ ତାଙ୍କ ବାକ୍ୟକୁ ସେ ବୁଝାନ୍ତି, କିନ୍ତୁ ପ୍ରଭୁ ଚାହାନ୍ତି ଯେ ଆମେ ନମ୍ର ହେବା। ଚେଷ୍ଟା କରନ୍ତୁ ପ୍ରଭୁଙ୍କ ବାକ୍ୟକୁ ଆମେ ସେ ସମ୍ମାନ, ସେ ଆଦର ଆମେ ଦେବା। ଅନେକଙ୍କ ଘରେ ଆଜି ଗିଡିଆନ୍ସ ଏବଂ ବାଇବଲ ସୋସାଇଟିର ବାଇବଲ୍ସ ଭରି ରହିଛି। କେହି ଜଣେ କୁହନ୍ତି ଯେ ଖ୍ରୀଷ୍ଟିଆନ ଲୋକମାନଙ୍କ ଘରେ ଯେତିକି ବାଇବଲ ପଢିଛି, ଖ୍ରୀଷ୍ଟିଆନ ଗୃହ ମାନଙ୍କ ଭିତରେ ଯେତିକି ବାଇବଲ ଅଛି, ଥାକରେ ସଫା ସୁତୁର କରି ରଖା ହେଇଛି, ସବୁ ବାଇବଲ ଯଦି ଆମେ ବାହାରକୁ କାଢିବା ଆଉ 10 ବର୍ଷ ପର୍ଯ୍ୟନ୍ତ ବାଇବଲ ପ୍ରିଣ୍ଟ କରିବାର ଆବଶ୍ୟକ ନାହିଁ। ବାଇବଲ ପ୍ରିଣ୍ଟିଂ କରାହଉଛି, ଆଉ ବାଇବଲ ପ୍ରିଣ୍ଟ କରୁଥିବା ସଂସ୍ଥା ଗୁଡ଼ିକୁ ଆମେ ସନ୍ତୁଷ୍ଟ କରିବା ପାଇଁ ଆମେ କିଣି ଦଉଛୁ ମଧ୍ୟ, କିନ୍ତୁ ବାଇବଲ ଆମେ କେତେ ପଢୁଛୁ, କେତିକି ଆମେ ବୁଝୁଛୁ। 6 ପଦକୁ ଯିବା, ଆଉ ଚତୁର୍ଥ ବିଷୟ ଆପଣମାନଙ୍କୁ ଦେଖେଇବି। 6 ପଦରେ ମଧ୍ୟ ଦ୍ୱିତୀୟ ଭାଗରେ ଲେଖା ଅଛି, Ezra blessed the Lord, the great God, and all the people answered, Amen, Amen. ତ ଏଜ୍ରା ମହାନ ପରମେଶ୍ୱର ସଦାପ୍ରଭୁଙ୍କର ଧନ୍ୟବାଦ କଲା। ପୁଣି ସମସ୍ତ ଲୋକ ଆପଣା ଆପଣା ହସ୍ତ ଉଠାଇ ଆମେନ ଆମେନ ବୋଲି ଉତ୍ତର କଲେ। ଆମେନ ଆମେନ କରି ଉତ୍ତର କଲେ, ହସ୍ତ ଉଠାଇ ଆମେନ ଆମେନ। ଯେତେବେଳେ ଏଜ୍ରା ସେଇ ବାକ୍ୟ ପଢନ୍ତେ, ସେ ସଦାପ୍ରଭୁଙ୍କୁ ଧନ୍ୟବାଦ ଦଉଛନ୍ତି, ସେ ସମୟରେ ଲୋକମାନେ ସ୍ପଣ୍ଟେନିୟସଲି, ପ୍ରାକୃତିକ ଭାବରେ ସେମାନେ ଆମେନ ଆମେନ କହୁଛନ୍ତି। ଆମେନ ର ଅର୍ଥ ହଉଛି ହଁ ପ୍ରଭୁ ମୁଁ ମାନୁଛି, ୟେସ୍ ଲର୍ଡ ଆଇ ଆକ୍ସେପ୍ଟ ଇଟ୍। ଆମେ କେବଳ ଆମେନ ବ୍ୟବହାର କରୁଛୁ
ଯେତେବେଳେ ଆମେ ପ୍ରାର୍ଥନାକୁ ଶେଷ କରୁଛୁ, କିନ୍ତୁ ଲୋକମାନେ ହସ୍ତ ଉଠାଇ ସେମାନେ ଆମେନ୍ କହୁଛନ୍ତି। People were answering. This is a biblical pattern. ଲୋକ ଆନ୍ସର କରୁଛନ୍ତି, they are responding. ଏମିତି ନୁହେଁ ଯେ ଆଜିକାଲି ଯେମିତି ବାକ୍ୟ ପ୍ରଚାର ସମୟରେ ସମସ୍ତେ ଶୋଇପଡ଼ିଥିବେ, ଆଉ ବାଳକ ଆଜ୍ଞା ଦେଖିଲେ ଆଉ କିଛି ଉପାୟ ନାହିଁ, ସେଥିପାଇଁ ଜୋରରେ 3 ଥର ହାଲେଲୁୟା କହିବା। ଶୋଇଥିବା ଲୋକମାନଙ୍କୁ ଉଠାଇବା ନିମନ୍ତେ ନୁହେଁ, ଲୋକମାନେ ନିଜେ ସେମାନେ ଆମେନ୍ କହୁଛନ୍ତି। ପ୍ରଭୁ ଯେତେବେଳେ ଆମମାନଙ୍କୁ କଥା କୁହନ୍ତି, ପ୍ରଭୁ ଚାହାନ୍ତି ଯେ ଆମେ ରେସ୍ପଣ୍ଡ କରିବା। ପ୍ରଭୁଙ୍କ ବ୍ୟବସ୍ଥା ଯେତେବେଳେ ଆମେ ଧ୍ୟାନ କରୁ, ପ୍ରଭୁ ଚାହାନ୍ତି ଯେ ପରିବାର ଭାବରେ, ପାରିବାରିକ ଭାବରେ we should respond। ପ୍ରଭୁଙ୍କୁ ଆମେ ଆମମାନଙ୍କର ଅନ୍ତରରୁ ଆମେ ହସ୍ତ ଉତ୍କଳନ କରି ସେମାନେ ଆମେନ୍ ଆମେନ୍ କହୁଛନ୍ତି। ସେତିକି ନୁହେଁ, ସେମାନେ ଆମେନ୍ କହୁଛନ୍ତି, ତାପରେ ସେମାନଙ୍କର ମସ୍ତକକୁ ମଧ୍ୟ ସେମାନେ ଆପଣ ମସ୍ତକ ନତ କରି ସଦାପ୍ରଭୁଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେମାନେ ପ୍ରଭୁଙ୍କର ବାକ୍ୟ ଶୁଣୁଛନ୍ତି, ପ୍ରଭୁଙ୍କର ଦାସ ଏଜ୍ରାଙ୍କୁ ନୁହେଁ, ବାକ୍ୟ ସ୍ପଷ୍ଟ ଭାବରେ ଲେଖା ଅଛି, they are not bowing down to Ezra, କି ଏଜ୍ରାଙ୍କୁ କୌଣସି ପ୍ରକାର ଚାନ୍ଦା ଦଉନାହାନ୍ତି, କି ଏଜ୍ରାଙ୍କୁ କୌଣସି ପ୍ରକାର ଫୁଲମାଳ ପିନ୍ଧଉନାହାନ୍ତି, କିନ୍ତୁ ସେମାନେ ସଦାପ୍ରଭୁଙ୍କ ସାନ୍ନିଧ୍ୟରେ ସେମାନେ ହସ୍ତ ଉଠାଉଛନ୍ତି, ଆମେନ୍ କହୁଛନ୍ତି, ଆଉ ସେମାନେ ଭୂମିଷ୍ଠ ମସ୍ତକ ନତ କରି ଭୂମିଷ୍ଠ ପ୍ରଣାମ କଲେ। This was done in God's presence। ଏହା ବାଇବଲର ଗୋଟେ ଏଇ ପ୍ରକାର ଗୋଟେ ଅଧ୍ୟାୟ, ଯେଉଁ ଅଧ୍ୟାୟରେ ସଦାପ୍ରଭୁଙ୍କୁ କି ପ୍ରକାରର ସଦାପ୍ରଭୁଙ୍କର ବାକ୍ୟ ନିମନ୍ତେ ସମ୍ମାନ ଦିଆଯାଉଥିଲା ତାହା ମୁଁ ଧ୍ୟାନ କରୁଥିଲି। ଆମେ ବାକ୍ୟ ସମସ୍ତେ ଆମେ ପଢୁଛୁ, ବୁଝୁଛୁ, ଅନେକ ପ୍ରଚାରକଙ୍କର ପ୍ରଚାର ଆମେ ପ୍ରତିଦିନ ଶୁଣୁଛୁ, but the reverence was given to God's word। Amen was told to God's word। Heads were bowed down in God's presence। ଆଗକୁ ବଢିବା। ପଞ୍ଚମ ବିଷୟ ଆମେ ଯଦି ଦେଖିବା, 8 ପଦ, they read from the book of the law of God clearly। ପୁଣି ସେମାନେ ମାନେ କିଏ? 7 ପଦରେ ଆପଣ ମାନେ ଦେଖିପାରିବେ। ସେମାନେ କେତେ ଜଣ ପରମେଶ୍ୱରଙ୍କର ଦାସ ମାନେ ଥିଲେ, ଯେଉଁମାନେ କି ସଦାପ୍ରଭୁଙ୍କ ଦାସ ଏଜ୍ରାଙ୍କୁ ସାହାଯ୍ୟ କରୁଥିଲେ, ଲେବୀୟ ମାନେ, ଆଉ ଜେସୁଅ, ବାଣୀ, ସେରେବିଆ, ଜାମିନ୍, ଆକୁବ, ଏମାନେ ସମସ୍ତେ ଥିଲେ। ସେମାନେ ଗୋଟେ ଗୋଟେ ଜାଗାରେ ଷ୍ଟେପ୍ ବାଇ ଷ୍ଟେପ୍ ସେମାନେ ଠିଆ ହେଇଥିଲେ, ଆଉ ସେମାନେ କ'ଣ କରୁଥିଲେ? 2 ଥର ଆମେ ପଢିପାରିବା, 7 ପଦ ଏବଂ 8 ପଦରେ, they read from the book of the law clearly। ପୁଣି ସେମାନେ ସ୍ପଷ୍ଟ ରୂପେ ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକରୁ ପାଠ କଲେ, ସ୍ପଷ୍ଟ ରୂପେ ପାଠ କଲେ। ତାପରେ ଓ ସେମାନେ ତହିଁର ଭାବ ବୁଝାଇ ଦେଲେ, ତହୁଁ ଲୋକମାନେ ପଠଣ ବୁଝିଲେ। ପଢିଲେ, ସେମାନେ ନିଜେ ବୁଝିଲେ, ଆଉ ଲୋକମାନଙ୍କୁ ବୁଝାଇ ଦେଲେ। 3ଟା ଷ୍ଟେପ୍ ଏଠି ଅଛି 8 ପଦରେ। ଆଉ ଥରେ, ସଦାପ୍ରଭୁଙ୍କର ଲ ଅଫ୍ ଦ ଲର୍ଡ, ସଦାପ୍ରଭୁଙ୍କର ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକ, ସଦାପ୍ରଭୁଙ୍କର ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକ। ମୁଁ ବୁଝିଲେ ହେଇଗଲା ତାହା ନୁହେଁ। ସଦାପ୍ରଭୁ ମତେ ବାକ୍ୟ ଦେଇଛନ୍ତି, ଏଇ ସରୋଜ ତୁ ଏଇ ବାକ୍ୟ ସବୁ ଲେଖିନେ, ଆଉ ଯେତେବେଳେ ଗୋଟେ ଭଲ ଗ୍ୟାଦରିଂ ଥିବ ସେଇଠି ତୁ ପ୍ରଚାର କରିବୁ, ଆଉ ତୋ ପାଇଁ ଲୋକମାନେ ତାଳି ମାରିବେ, ସେଥିପାଇଁ ନୁହେଁ ପ୍ରଭୁ ମତେ ବାକ୍ୟ ଦେଇଛନ୍ତି। ପ୍ରଭୁ ମତେ ବାକ୍ୟ କ'ଣ ପାଇଁ ଦେଇଛନ୍ତି? so that I understand it, ମୁଁ ବୁଝିବି ଏବଂ ଅନ୍ୟମାନଙ୍କୁ ବୁଝେଇବି। ଯେଉଁମାନେ ବୁଝିପାରୁନାହାନ୍ତି ସେମାନଙ୍କୁ ବୁଝେଇବି। ଦିସ୍ ଇଜ ଭେରି ଇମ୍ପୋର୍ଟାଣ୍ଟ। ଆମମାନଙ୍କର ପରିବାରରେ, ଆମମାନଙ୍କର ପରିଜନ ମାନଙ୍କ ମଧ୍ୟରେ, ଆମମାନଙ୍କର ପିଲାମାନେ, ଆମେ ଚେଷ୍ଟା କରିବା ଯେ ଆମେ ଯାହା ବୁଝିପାରୁନୁ ପ୍ରଥମେ ଆମେ ବୁଝିବା, ଚେଷ୍ଟା କରି ବୁଝିବା, କଷ୍ଟ ପଡ଼ି ବୁଝିବା, ଆଉ ବୁଝିଲା ପରେ
ଆମେ ଅନ୍ୟମାନଙ୍କୁ ବୁଝାଇଦେବା। ଆପଣମାନେ ଶୁଣୁଥିବେ ଆଜିକାଲି ରାହୁଲ ଗାନ୍ଧୀ ତାଙ୍କର ପ୍ରୋପୋଗଣ୍ଡା କି ପ୍ରକାର ଚାଲିଛି ବିହାରରେ, ଆଉ ଲୋକମାନେ କି ପ୍ରକାର ତାଙ୍କର ପରିଚୟ ଆଉ ତାଙ୍କର ଆଉ ତାଙ୍କ ବିଷୟରେ ଜାଣିବା ପାଇଁ ତାଙ୍କର ଲୋକପ୍ରିୟତା ବଢି ଚାଲିଛି। ଏହି ବିଷୟରେ ଅନେକ ଚର୍ଚ୍ଚା ଚାଲିଛି ସମସ୍ତଙ୍କର ମୁଖରେ। ଦେଖନ୍ତୁ କି ପ୍ରକାର ଚର୍ଚ୍ଚା ଚାଲିଛି, ବାଃ ରାହୁଲ ଗାନ୍ଧୀ ବାଃ। କିନ୍ତୁ ଆମେ ଯେତେବେଳେ ସାକ୍ଷାତ କରୁ ପରସ୍ପରକୁ, ଆମେ ଯାହା ବୁଝିଛୁ ଯାହା ପଢୁଛୁ ତାହା ବୁଝିବା ନିମନ୍ତେ, ଆଉ ତାହା ବୁଝିଲା ପରେ ଯେଉଁମାନେ ବୁଝିପାରୁନାହାନ୍ତି ସେମାନଙ୍କୁ ବୁଝାଇବା ନିମନ୍ତେ ଆମେ ଚେଷ୍ଟା କରିବା। ଲେଟ୍ ଅସ୍ କେବଳ ବାକ୍ୟ ଫରୱାର୍ଡ ବା ସେୟାର କରିବା ନିମନ୍ତେ ନୁହେଁ, କିନ୍ତୁ ଲୋକମାନଙ୍କୁ ବୁଝାଇବା ନିମନ୍ତେ। ଏମିତି ହୁଏ ଯେ ବେଳେବେଳେ ଫିଲ୍ଡରେ ଥିବା ଯୁବା ଯୁବତୀ ମାନେ, ଅନେକ ପଲ୍ଲୀ ଗାଁରେ ଥିବା ଯୁବା ଯୁବତୀ ମାନେ ଫୋନ କରନ୍ତି ମତେ, ଆଜ୍ଞା ମନେ ରଖିଛନ୍ତି କି ଆପଣଙ୍କୁ ସାକ୍ଷାତ କରୁଥିଲି 5 ବର୍ଷ ତଳେ, 2 ବର୍ଷ ତଳେ ଗୋଟେ ୟୁଥ କ୍ୟାମ୍ପରେ। ମୁଁ ପଚାରେ ହଁ ବାବୁ, ଆଉ ତାପରେ ମତେ ବେଳେବେଳେ ଲାଗେ ଯେ ଆପଣଙ୍କର ହ୍ୱାଟ୍ସଆପ୍ ନମ୍ବର ଟିକେ ଦେବେ କି, ଆଉ ସବୁଦିନେ ଆପଣଙ୍କୁ ମୁଁ ଫଲୋ କରିବା ପାଇଁ ଚାହେଁ, ସେ ତାହା କହିବେ କି ସେଥିପାଇଁ ଫୋନ କରିଛନ୍ତି ଭାବୁଛି। କିନ୍ତୁ ସେମାନେ କହନ୍ତି ନାଇଁ ଆଜ୍ଞା, ଆଜି ଗୋଟେ ବାକ୍ୟ ପଢିଥିଲୁ ଆଉ ସେ ବାକ୍ୟଟା ଟିକେ ବୁଝା ପଡିଲା ନାହିଁ, ଆପଣ ଟିକେ ବୁଝେଇ ଦିଅନ୍ତୁ। ଡୁ वी हैव दैट काइंड ऑफ आइडेंटिटी? ସେ ପ୍ରକାର ଗୋଟେ ପରିଚୟ ଅଛି କି ଆମମାନଙ୍କର ପରିଜନ ମାନଙ୍କ ମଧ୍ୟରେ, ଯେ ଏଇ ଭାଇଙ୍କ ପାଖକୁ ଯଦି ମୁଁ ଯିବି, ଏଇ ଭଉଣୀଙ୍କ ପାଖକୁ ମୁଁ ଯଦି ଯିବି, ସେ ବାକ୍ୟରୁ କିଛିଟା ଆମମାନଙ୍କୁ ବୁଝାଇବେ। ହଁ ବେଳେବେଳେ ମୁଁ ଗୋଟେ ବାଇବଲ କମେଣ୍ଟେଟର ନୁହେଁ ଯେ ମୁଁ ସାଙ୍ଗେ ସାଙ୍ଗେ ମୁଁ ଉତ୍ତର ଦେଇଦିଏ, କିନ୍ତୁ ମୁଁ କହିଥାଏ ଭାଇ ଭଉଣୀ ମୁଁ ଟିକେ ବୁଝିବା ପାଇଁ ଚେଷ୍ଟା କରିବି, ତାପରେ ମୁଁ ଆପଣମାନଙ୍କୁ ବୁଝେଇବି, ନିଶ୍ଚିତ ଭାବରେ ମୁଁ ଫୋନ କରିକି ଜଣେଇବି। We can do that. ଏଇଟା ହେଉଛି ପଞ୍ଚମ ବିଷୟ। ଆସନ୍ତୁ ଷଷ୍ଠ ବିଷୟକୁ ଯିବା। ଏହି ଅଧ୍ୟାୟରେ ହିଁ ଆମେ ଦେଖୁଛୁ, ଆଉ 9 ପଦକୁ ଯଦି ଆମେ ଯିବା, 9 ପଦ ଆଉ 9 ପଦର ତୃତୀୟ ଭାଗକୁ ଯଦି ଯିବା, 9th verse and 3rd portion, ସଦାପ୍ରଭୁଙ୍କ ଦାସ କହୁଛନ୍ତି, ଆଜି ଦିନ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ପବିତ୍ର ଅଟେ। ଶୋକ ନ କର କି ରୋଦନ ନ କର, କାରଣ ବ୍ୟବସ୍ଥାର ବାକ୍ୟ ଶ୍ରବଣ କରନ୍ତେ ସମସ୍ତ ଲୋକ ରୋଦନ କଲେ। ସମସ୍ତ ଲୋକ ରୋଦନ କଲେ। ଇଟ୍ସ ଏ ଡିଫରେଣ୍ଟ ଥିଙ୍ଗ। ବ୍ୟବସ୍ଥା ପୁସ୍ତକ, ବ୍ୟବସ୍ଥା ବାକ୍ୟ ଶ୍ରବଣ କରନ୍ତେ ରୋଦନ। ଟିକେ ଚିନ୍ତା କରି ଦେଖନ୍ତୁ, ଆଜିକାଲିର ଅନେକ ପୁଲପିଟ୍, ଅନେକ ପ୍ରଚାରର ବେଦୀ ହାସ୍ୟରେ ପରିପୂର୍ଣ୍ଣ। ହଁ ଏଇଠି ଟିକେ ସେଇଠି ଟିକେ ଟ୍ୱିଷ୍ଟ କରିବା ନିମନ୍ତେ ଆମେ କିଛିଟା ମଜା କଥା କହିପାରିବା, କିନ୍ତୁ ଲୋକମାନେ ଆଜି ଗୋଟେ କମେଡି ସିନେମା ଦେଖିବା ତୁଲ୍ୟ ବାକ୍ୟ ପଢନ୍ତି, ଆଉ 1.5 ଘଣ୍ଟାର ପ୍ରଚାରରେ କେବଳ ହାସ୍ୟ। ଲୋକମାନେ ହସନ୍ତି, ହାସ୍ୟ ପ୍ରଚାର କରନ୍ତି, ଆଉ ହସି ହସିକି ପେଟ ଯେତେବେଳେ ବଥା ହେଇଯାଏ, ଆଜ୍ଞା ଆମେ କାଲିକୁ ମଧ୍ୟ ଆସିବୁ ଆଜ୍ଞା ବାକ୍ୟ ଶୁଣିବା ପାଇଁ କହିକି ଯାଆନ୍ତି। ଆଉ ଅନ୍ୟମାନଙ୍କୁ କୁହନ୍ତି ଯେ ଆଜି ତମେ ଯଦି ଆସିଥାନ୍ତ, ପ୍ରକୃତରେ ଗୋଟେ ଅପେରା ନାଟ ତୁଲ୍ୟ ଏମିତି ବାକ୍ୟ ତମେ ଶୁଣିଥାନ୍ତ, କେବେ ତମେ ଶୁଣି ନଥିଲ ସେଇ ପ୍ରକାର। କାହିଁକି ଲୋକମାନେ ହସନ୍ତି ହସନ୍ତି ହସନ୍ତି। ମୋର ମନେ ଅଛି ସେଇ ଦିନମାନେ, ଯୋଉ ଦିନମାନଙ୍କରେ ଆଶିଷ ଯୁବ ମିଶନରେ ପତ୍ରିକାରେ ମୁଁ ପଢୁଥିଲି, ଆଉ ପରମେଶ୍ୱରଙ୍କର ଦାସ ଡିଜିଏସ୍ ଦିନାକରଙ୍କ ବିଷୟରେ ଉଲ୍ଲେଖ କରାଯାଇଥିଲା। ଆଉ ଡିଜିଏସ୍ ଦିନାକରନ ସେ ଜଣେ ବ୍ୟାଙ୍କର ଉଚ୍ଚ ଅଧିକାରୀ, ଯିଏକି ଜିସସ୍ କଲ୍ସ ମିନିଷ୍ଟ୍ରି ଷ୍ଟାର୍ଟ କରିଥିଲେ। ଆଉ ତାଙ୍କ ବିଷୟରେ ମୁଁ ଏତିକି ଜାଣିଛି, ଯେବେ ସେ ଷ୍ଟେଜ ଉପରକୁ ଯାଆନ୍ତି, ତାଙ୍କ ଅଶ୍ରୁକୁ ସେ, ତାଙ୍କର ଆଖିର ଲୁହକୁ ସେ, ତାଙ୍କର ରୋଦନକୁ ସେ କଣ୍ଟ୍ରୋଲ କରିପାରନ୍ତିନି, ଆଉ ତାଙ୍କ ରୁମାଲରେ ସେ ପୋଛିଥାନ୍ତି ଷ୍ଟେଜ ଉପରୁ। ଏମିତି ନୁହେଁ ଯେ ସେ କାନ୍ଦି କାନ୍ଦିକି ମେସେଜ ବନ୍ଦ କରିଦିଅନ୍ତି, କିନ୍ତୁ
ସେ ପ୍ରଚାର କରୁଥିବା ସମୟରେ ତାଙ୍କ ଆଖିରୁ ଲୁହ ବାହାରିଥାଏ। ଆଉ ସେ ଲୁହ ସେ କାନ୍ଦୁଛନ୍ତି ବୋଲି ସେଇଠି ଥିବା ଷ୍ଟାଡିୟମରେ ଥିବା 2 ଲକ୍ଷ ଲୋକ ସେମାନେ ଦେଖିପାରନ୍ତି ନାହିଁ। ସେଇ ଦିନ ମାନଙ୍କରେ ଏଲଇଡି ନଥିଲା, ଜୁମ୍ କରିକି ତାଙ୍କ ମୁଖକୁ ଦେଖାଯିବ ସେ ପ୍ରକାର ନଥିଲା। କିନ୍ତୁ ଲୋକମାନେ ଆପେ ଆପେ ସେ ଷ୍ଟାଡିୟମରେ ଥିବା 2 ଲକ୍ଷ ଲୋକରୁ ଅଧିକାଂଶ ଲୋକ ରୋଦନରେ ଥାନ୍ତି, ଅଧିକାଂଶ ଲୋକ କାନ୍ଦନ୍ତି। ୱିପିଂ ପ୍ରଫେଟ୍ ବାଇବଲରେ ଜେରେମିୟଙ୍କୁ 2 ଥର ସ୍ଥାନ ଦିଆଯାଇଛି, ଜେରେମିୟ ଏବଂ ବିଳାପ। ଆଜି ସଦାପ୍ରଭୁଙ୍କ ବ୍ୟବସ୍ଥା ପୁସ୍ତକ ପଢୁଥିବା ସମୟରେ ସେଇ ପ୍ରକାର ଭଗ୍ନ ଅନ୍ତକରଣ ମୁଁ ପାଇପାରୁଛି କି? ଆଉ ଗୋଟେ ଜିନିଷ, ମୁଁ ଚଷମା ପିନ୍ଧୁଛି କାରଣ ମୋ ଆଖି ଟିକେ ପଢିବା ସମୟରେ ଛୋଟ ଛୋଟ ଅକ୍ଷର ସେତିକି ଦେଖିବା ପାଇଁ କଷ୍ଟ ହୁଏ। କିନ୍ତୁ ଆଖି ଚକ୍ଷୁ ଡକ୍ଟର ମାନେ କୁହନ୍ତି ଯେ ଯୋଉମାନେ କାନ୍ଦନ୍ତି ସେମାନଙ୍କର ଆଖି ବହୁତ ସଫା ଥାଏ। ମୁଁ କହୁନି ଆଜି ସମସ୍ତେ କାନ୍ଦନ୍ତୁ, କିନ୍ତୁ ଆମେ ଚେଷ୍ଟା କରିବା ଯେ ସଦାପ୍ରଭୁଙ୍କ ବାକ୍ୟ ସେ ପ୍ରକାର ମୋ ଜୀବନରେ କାର୍ଯ୍ୟ କରୁ। ସେ ପ୍ରକାର ଭଗ୍ନ ଅନ୍ତକରଣ ପ୍ରଭୁ ମତେ ଦିଅନ୍ତୁ। ଆଉ ତାପରେ ସେଇ କ୍ରନ୍ଦନକୁ ଦେଖି ଆଉ ସଦାପ୍ରଭୁଙ୍କ ଦାସ କହୁଛନ୍ତି ଯେ ତୁମେ ଶୋକ ନ କର, ରୋଦନ ନ କର। ଲେଟ୍ ଗଡ୍ସ ପିପୁଲ ଟେଲ୍। ପ୍ରଭୁ ତାଙ୍କ ଦାସ ଦ୍ୱାରା କହୁଛନ୍ତି ଯେ କାନ୍ଦିବା ପାଇଁ ମନା କର, ସେମାନେ ବହୁତ କାନ୍ଦୁଛନ୍ତି, ଟିକେ କମ କାନ୍ଦିବା ପାଇଁ କୁହନ୍ତୁ। ଗଡ୍ ସର୍ଭେଣ୍ଟ were forced to tell them, ଆଉ କାନ୍ଦ ନାହିଁ। ପ୍ରଭୁଙ୍କ ବାକ୍ୟ ମତେ ସେଇ ପ୍ରକାର ଗୋଟେ ଜୀବନ ଆଡକୁ ଟାଣି ନେଉଛି କି? ସଦାପ୍ରଭୁଙ୍କର ବାକ୍ୟର ବିଭିନ୍ନ କୋଣ ଗୁଡିକ ଆମେ ଦେଖିପାରୁଛୁ। ଅଷ୍ଟମ ଅଧ୍ୟାୟରେ ସମ୍ପୂର୍ଣ୍ଣ ଭାବରେ ସଦାପ୍ରଭୁଙ୍କର ବ୍ୟବସ୍ଥା ପୁସ୍ତକର ଆସ୍ପେକ୍ଟ ଗୁଡିକ ଆମେ ଦେଖୁଛୁ। ସପ୍ତମ ବିଷୟ ଆମେ ଦେଖିପାରିବା 13 ପଦରେ ଲେଖା ଅଛି, ପୁଣି ଦ୍ୱିତୀୟ ଦିନ ସମଗ୍ର ଲୋକଙ୍କର ପିତୃବଂଶୀୟ ପ୍ରଧାନ ବର୍ଗ, ହେଡ୍ସ ଅଫ୍ ଦ ଫାଦର୍ସ ହାଉସେସ୍, ସେମାନେ କଣ କଲେ? ଏମାନେ ଟିକେ ପଛରେ ଏମାନଙ୍କ ବିଷୟରେ ଲେଖା ଅଛି। ପ୍ରଧାନ ଲୋକମାନେ, ମୁଖ୍ୟ ଲୋକମାନେ, ଏମାନେ କଣ କରୁଛନ୍ତି? ଯାଜକମାନେ ଓ ଲେବୀୟମାନେ ବ୍ୟବସ୍ଥାର ବାକ୍ୟ ବିବେଚନା କରିବା ନିମନ୍ତେ ଏଜ୍ରା ଅଧ୍ୟାପକ ନିକଟରେ ଏକତ୍ରିତ ହେଲେ। 13 ପଦରେ ଆମେ ବହୁତ ସ୍ପଷ୍ଟ ଭାବରେ ଦେଖୁଛୁ, ଏଇ ପ୍ରଧାନ ମାନେ ଟିକେ ପଛରେ ଆସନ୍ତି, କାହିଁକି? ଏମାନେ ଟିକେ ଲିଡର ମାନେ, କିନ୍ତୁ ପ୍ରଭୁ ଏମାନଙ୍କୁ ମଧ୍ୟ ଛାଡି ନାହାନ୍ତି। ଆଉ ଥରେ ଲେଖା ଅଛି, ସଦାପ୍ରଭୁଙ୍କର ବ୍ୟବସ୍ଥା ପୁସ୍ତକ ବାକ୍ୟ ବିବେଚନା କରିବା ନିମନ୍ତେ, in order to study the words of the law they came to the teacher। ବହୁତ ସୁନ୍ଦର ଭାବରେ ଏଠି ଆମେ ଦେଖିପାରୁଛୁ 13 ପଦରେ ଯେ ଲିଡର ମାନେ heads of the father's house, this is important for the people who are leading। ଦାୟିତ୍ୱ ଆସିଲା ପରେ କେତେ ଜଞ୍ଜାଳ ଆସେ ମୁଁ ବୁଝିଛି, ମୁଁ ଜାଣିପାରିଛି। କାରଣ ବେଳେବେଳେ କେବଳ 6 ଘଣ୍ଟାର ମିଟିଂ ନିମନ୍ତେ 48 ଘଣ୍ଟାର ଯାତ୍ରା। ଗତକାଲି ମୁଁ ଯେତେବେଳେ ଚେନ୍ନାଇରୁ ଆସିକି ପହଞ୍ଚିଲି, ମୁଁ ଭାବୁଥିଲି କାହିଁକି ଲୋକେ ଉଡାଜାହାଜରେ ଯାଉଛନ୍ତି। ମୁଁ ବେଳେବେଳେ ଥଟ୍ଟା କରୁଥିଲି, କିନ୍ତୁ ବହୁତ ଟାୟାର୍ଡ ଲାଗିଯାଏ ଯେତେବେଳେ 24 ଘଣ୍ଟା ଯାତ୍ରା କରି ଚେନ୍ନାଇ ଯିବାକୁ ପଡେ ଏବଂ ମିଟିଂ ସରିଲା ପରେ ଆଉ ଥରେ। ମୁଁ ଏଠି ଏହା କହିବା ପାଇଁ ଚାହୁଁଛି ଯେ ଅନେକ ଥର ଆମମାନଙ୍କୁ ଯେତେବେଳେ ଦାୟିତ୍ୱ ମିଳେ, ସେଇଟା ମଣ୍ଡଳୀର ଦାୟିତ୍ୱ ହେଇପାରେ, ମିଶନର ଦାୟିତ୍ୱ ହେଇପାରେ, ଗୋଟେ ପରିବାରର ଦାୟିତ୍ୱ ହେଇପାରେ, କିନ୍ତୁ ଆମେ ଯେତେବେଳେ ପ୍ରଧାନ ହେଇଯାଉ, ଆମେ ଯେତେବେଳେ ହେଡ୍ ହେଇଯାଉ, when we have many things to coordinate, ବହୁତ ଜିନିଷ ଆମମାନେ ସଞ୍ଚାର କରିବା ନିମନ୍ତେ, ସଂଯୋଗ କରିବା ନିମନ୍ତେ ଆମମାନଙ୍କୁ ସୁଯୋଗ ମିଳେ, ସେତେବେଳେ ଆମେ ହେଇପାରେ ଆମେ ପଛକୁ ଥାଉ। ଅନେକ ଲୋକ ସେମାନଙ୍କ ବିଷୟରେ ଲେଖା ହେଲା ପରେ ହିଁ 13 ପଦରେ ଆମେ ଦେଖିପାରୁଛୁ ଯେ ଗୃହର ମୁଖ୍ୟ ଲୋକମାନେ, ପ୍ରଧାନ ମାନେ ଏବେ ଆସିଲେ, ଏମାନଙ୍କୁ ଏବେ ଟାଇମ ମିଳିଲା, ସେମାନେ ମଧ୍ୟ ବିବେଚନା କରିବା ନିମନ୍ତେ ଆସିଲେ।
କିନ୍ତୁ କୌଣସି ବର୍ଗର ଲୋକ ଏଠି ପାଶୁରି ନାହାନ୍ତି ପ୍ରଭୁ। ସମସ୍ତେ ଆସିଛନ୍ତି ସଦାପ୍ରଭୁଙ୍କର ବ୍ୟବସ୍ଥା ପୁସ୍ତକକୁ ବିବେଚନା କରିବା ନିମନ୍ତେ। ମେ ଗଡ୍ ଗିଭ୍ ଅସ୍ ଦ୍ୟାଟ୍ ଗ୍ରେସ୍। ହ୍ୱାଟ୍ ଏଭର ରେସ୍ପନ୍ସିବିଲିଟି, ଯେକୌଣସି ଦାୟିତ୍ୱରେ ଆପଣ ଥାଆନ୍ତୁ ନା କାହିଁକି, ଆପଣ ଭାବନ୍ତୁ ନାହିଁ ଯେ ମୁଁ ସଦାପ୍ରଭୁଙ୍କର ବାକ୍ୟ ଠାରୁ ମୁଁ ଦୂର ରହିଲେ ହେଇଯିବ। ଇଟ୍ସ ନଟ୍ ଲାଇକ୍ ଦ୍ୟାଟ୍। ଅଷ୍ଟମ ବିଷୟ 14 ଏବଂ 15 ପଦ। 14 ପଦରୁ ଆପଣ ପଢିପାରିବେ, 15 ପଦ ମୁଁ ପଢୁଛି। ପୁଣି ସେମାନେ ଆପଣା ମାନଙ୍କ ସମସ୍ତ ନଗରରେ ଓ ଜେରୁସାଲେମରେ ଏହି କଥା ଘୋଷଣା ଓ ପ୍ରଚାର କରିବେ। ଏହି କଥା ଘୋଷଣା ଓ ପ୍ରଚାର କରିବେ। ଖୁବ ସୁନ୍ଦର ଭାବରେ ଆମେ ଏଠି ଦେଖିପାରୁଛୁ ଯେ ସଦାପ୍ରଭୁଙ୍କର ଧର୍ମଶାସ୍ତ୍ରରେ ଆମେ 14 ପଦରେ ପଢୁଛୁ, ସେମାନେ ମଶାଙ୍କ ଦ୍ୱାରା ଦତ୍ତ ସଦାପ୍ରଭୁଙ୍କର ଏହି ଆଜ୍ଞା ବ୍ୟବସ୍ଥାରେ ଲେଖା ଥିବାର ଦେଖିଲେ ଯେ ସେମାନେ ସମସ୍ତେ ସପ୍ତମ ମାସର ପର୍ବ ସମୟରେ ଇସ୍ରାଏଲରେ, ଆଉ ସେମାନେ କଣ କରିବେ, ତମ୍ବୁରେ ସେମାନେ ବାସ କରିବେ। ସେମାନେ ଇସ୍ରାଏଲ ସନ୍ତାନଗଣ ପତ୍ର କୁଟୀରରେ ବାସ କରିବେ। ପତ୍ର କୁଟୀର କଣ ପାଇଁ ସେମାନେ ବାସ କରିବେ? so that they may proclaim and publish, ଏହି କଥା ଘୋଷଣା ଏବଂ ପ୍ରଚାର କରିବେ। ପତ୍ର କୁଟୀରରେ ଏମାନେ କାହିଁକି ବାସ କଲେ? ଯେ ସେମାନେ ସଦାପ୍ରଭୁଙ୍କର ବାକ୍ୟକୁ ବୁଝିଲେ। ଆଉଟୱାର୍ଡ ଏକ୍ସପ୍ରେସନ, ସଦାପ୍ରଭୁଙ୍କର ବାକ୍ୟ ବୁଝିଛନ୍ତି, ଆପଣମାନେ ଜାଣିଛନ୍ତି, ଆପଣମାନେ ବିବେଚନା କରିଛନ୍ତି ବୋଲି ଲୋକମାନେ ଜାଣିବା ଆବଶ୍ୟକ। ଆଉ ସେଇ କଥାକୁ ଆପଣମାନେ ଘୋଷଣା ଏବଂ ପ୍ରଚାର କରିବା ଆବଶ୍ୟକ। ସଦାପ୍ରଭୁଙ୍କର ସେହି ବାକ୍ୟ ଘୋଷଣା ଏବଂ ପ୍ରଚାର। As a missionary I cannot leave this. ମୁଁ ଛାଡ଼ି ପାରିବିନି ଏହି ପଦକୁ। ଅନେକ ଥର ଆମେ ବାକ୍ୟ ପଢିଥାଉ, ବୁଝିଥାଉ, କିନ୍ତୁ ବିଜାତୀୟ ଲୋକମାନେ ଦେଖିବାର ଅଛି, ଜାଣିବାର ଅଛି। ଆଉ ଜଣେ ଏହି ପ୍ରକାର ମଧ୍ୟ କୁହନ୍ତି, ମୁଁ ୟାଠାରୁ ଆଗରୁ ମଧ୍ୟ ଥରେ ଉଲ୍ଲେଖ କରିଥିବି ବୋଲି ଭାବୁଛି, ଯେ ଲୋକମାନେ ମାଥ୍ୟୁ, ମାର୍କ, ଲୁକ ଏବଂ ଯୋହନ ସୁସମାଚାର ପଢନ୍ତି ନାହିଁ। ଯେଉଁମାନେ ଜାଗତିକ ଲୋକମାନେ, ସେମାନେ ପଞ୍ଚମ ସୁସମାଚାର ପଢନ୍ତି। ଆଉ 5 ନମ୍ବର ସୁସମାଚାର ହେଉଛୁ ଆପଣମାନେ ଆଉ ଆମେ। ଲୋକମାନେ ବାଇବଲରେ ଥିବା 4ଟା ସୁସମାଚାର ପଢି ପାରନ୍ତି ନାହିଁ, ସେମାନଙ୍କ ପାଖରେ ବାଇବଲ ନାହିଁ, କିନ୍ତୁ ସେମାନେ ଆମମାନଙ୍କର ଜୀବନ, ଆପଣମାନଙ୍କର ଜୀବନକୁ ସେମାନେ ପଢନ୍ତି। এই କଥାକୁ ଆପଣମାନେ ଘୋଷଣା କରନ୍ତୁ ଓ ପ୍ରଚାର କରନ୍ତୁ। କି ପ୍ରକାର ପ୍ରଚାର କରିବେ? ମାଇକରେ ନୁହେଁ, ସାଉଣ୍ଡ ସ୍ପିକର ଦ୍ୱାରା ନୁହେଁ, ଡିଜେ ଦ୍ୱାରା ନୁହେଁ, କିନ୍ତୁ କେବଳ ସେ ପତ୍ର କୁଟୀରରେ ବାସ କରିବା ଦ୍ୱାରା। ତାମାନେ କଣ? ଆମମାନଙ୍କର ଜୀବନର ବସବାସ, ଆମମାନଙ୍କର ଜୀବନ ବସବାସର ଶୈଳୀ ଲୋକମାନେ ଦେଖନ୍ତି। ପିପୁଲ ଆର୍ ୱାଚିଂ ଆୱାର ଲାଇଫ୍ସ। ଯେତେ ଥର ଲୋକମାନେ ଦେଖୁଥିଲେ ଯେ ଏମାନେ ପତ୍ର କୁଟୀରରେ ବାସ କରୁଛନ୍ତି, ସେଇ ସମୟରେ ସେମାନେ ମନ ପକାଉଥିବେ ଲୋକମାନେ ଯେ ଏମାନଙ୍କର ସଦାପ୍ରଭୁ ଏମାନଙ୍କ ସହିତ କଥା ହେଇଛନ୍ତି। ଏଇଟା ହଉଛି ଅଷ୍ଟମ ବିଷୟ। ହଁ, ନିଶ୍ଚିତ ଏଇଟା ହଉଛି ନବମ ମାସ ଆଉ ସେପ୍ଟେମ୍ବର ମାସ, ସେଥିପାଇଁ ନବମ ବିଷୟ କହିକି ମୁଁ ଶେଷ କରିବି। ଆଉ ନବମ ବିଷୟ ହଉଛି 18 ପଦ। 8 ଅଧ୍ୟାୟର 18 ପଦ। ଆହୁରି ସେଇ ପ୍ରଥମ ଦିନ ଠାରୁ ଶେଷ ଦିନ ପର୍ଯ୍ୟନ୍ତ ପ୍ରତିଦିନ ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକ ଆଉ ଥରେ ଏତେ ଦୃଢ ଭାବରେ, ଏତେ ସୁନ୍ଦର ଭାବରେ, ପ୍ରାଞ୍ଜଳ ଭାବରେ ବାରମ୍ବାର ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକ ବାରମ୍ବାର ଏହି ପୁସ୍ତକରେ ଲେଖାଯାଇଅଛି, ଉଲ୍ଲେଖ କରାଯାଇଛି। ପରମେଶ୍ୱରଙ୍କର ସେଇ ପ୍ରଥମ ଦିନ ଠାରୁ ଆରମ୍ଭ କରି ଶେଷ ଦିନ ପର୍ଯ୍ୟନ୍ତ ଦିନ ପ୍ରତିଦିନ ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକରୁ ପାଠ କଲା। ପୁଣି ଲୋକମାନେ 7 ଦିନ ପର୍ଯ୍ୟନ୍ତ ପର୍ବ ପାଳନ କଲେ। ଆଉ ବିଧାନ ଅନୁସାରେ ଅଷ୍ଟମ ଦିନ ମହାସଭା ହେଲା। ସୋ ୱାଣ୍ଡରଫୁଲ। କେତେ ଆନନ୍ଦର ବିଷୟ। ଡେ ବାଇ ଡେ
ପ୍ରଥମ ଦିନ ଠାରୁ ଶେଷ ଦିନ। ଅନେକଙ୍କର ଜୀବନରେ ମାସର ଆରମ୍ଭ ବହୁତ ଭଲ ଥାଏ, ବର୍ଷର ଆରମ୍ଭ ବହୁତ ଭଲ ଥାଏ, ସପ୍ତାହର ଆରମ୍ଭ ମଧ୍ୟ ବହୁତ ଭଲ ଥାଏ, କିନ୍ତୁ ଶେଷ ଆଡ଼କୁ ମଝିରେ ସେମାନେ ହଜିଯାଆନ୍ତି। ପ୍ରଭୁ ତାଙ୍କର ଧର୍ମ ପୁସ୍ତକ, ବ୍ୟବସ୍ଥା ପୁସ୍ତକରୁ ବୁଝିବା ପାଇଁ ଆପଣମାନଙ୍କୁ ଆହୁରି ପବିତ୍ର ଆତ୍ମାଙ୍କର ସାହାଯ୍ୟ ଅନୁଗ୍ରହ କରନ୍ତୁ, ଯେ ଆମେ ବ୍ୟବସ୍ଥା ପୁସ୍ତକ ବୁଝିବା ନିମନ୍ତେ, ଜାଣିବା ନିମନ୍ତେ, ବିବେଚନା କରିବା ନିମନ୍ତେ କେବଳ ଗୋଟିଏ ଦିନ ନୁହେଁ, ପ୍ରତ୍ୟେକ ଦିନ ଆମେ ଚେଷ୍ଟା କରିବା ଯେ ପରମେଶ୍ୱରଙ୍କର ବ୍ୟବସ୍ଥା ପୁସ୍ତକରୁ ଆମେ ପାଠ କରିବା, ବୁଝିବା। ପ୍ରତ୍ୟେକ ଦିନ। ଇଟ୍ ଇଜ ନଟ୍ ଏ ୱାନ୍ ଡେ ବିଜନେସ୍। ଏଇଟା ଗୋଟେ ଦିନ ନୁହେଁ। ଆଉ ଆପଣମାନେ ଜାଣିଛନ୍ତି 9 ପଦରେ କ'ଣ ହେଲା? ଆପଣମାନେ ପଢ଼ନ୍ତୁ ପରେ। କି ପ୍ରକାର ଇସ୍ରାଏଲର ଲୋକମାନେ ସେମାନଙ୍କର ନିଜ ପାପକୁ ସେମାନେ ସ୍ୱୀକାର କରୁଛନ୍ତି ଆପଣମାନେ ଜାଣିପାରିବେ। କିନ୍ତୁ 8ମ ଅଧ୍ୟାୟ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, କେବଳ ଏ 9ଟା ବିଷୟ ନୁହେଁ। ସେପ୍ଟେମ୍ବର ମାସରେ ମୁଁ 9ଟା ବିଷୟ ଦେଖାଇବା ପାଇଁ ଚାହୁଁଥିଲି, କିନ୍ତୁ ଅନେକ ବିଷୟ ଅଛି ଯାହା ଆପଣମାନେ ଆହୁରି ଅଧିକ ବୁଝିବା ପାଇଁ ସଦାପ୍ରଭୁ ଆପଣମାନଙ୍କୁ ସେଇ ମନ ଏବଂ ଆତ୍ମା ଦେବେ। ଏହା ମୋର ପ୍ରାର୍ଥନା ଏବଂ ଏହା ମୋର କାମନା। କିନ୍ତୁ ଚେଷ୍ଟା କରନ୍ତୁ ଯେ ସଦାପ୍ରଭୁଙ୍କର ସେହି ବାକ୍ୟ, ସେହି ବ୍ୟବସ୍ଥା ପୁସ୍ତକ, ଧର୍ମଶାସ୍ତ୍ର ଯାହା ମଶାଙ୍କ ଦ୍ୱାରା ଦିଆଯାଇଥିଲା, ଏହା ପ୍ରତ୍ୟେକ ଦିନ ଆମେ ବୁଝିବା, ପଢ଼ିବା, ବୁଝିବା ଏବଂ ଅନ୍ୟମାନଙ୍କୁ ବୁଝାଇବା। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍, ଆମେନ୍, ଆମେନ୍।